କାଣା ହେଇଛି ଆଜ୍ଞା ଘଟଣା? ଘଟଣାଟା ଆମେ ଆଜି ସୁର ପାଇଲୁ ଗାଁରେ ବସିଲୁ ମିଟିଂ ଆମର ଯିଏକି ସ୍କୁଲ ମ୍ୟାନେଜିଂ କମିଟିର ସଭାପତି କହିଲେ ଯେ ସ୍କୁଲ ଛୁଆମାନେ କମ୍ପ୍ଲେନ୍ କରୁଛନ୍ ଆଉ ଯେନ୍ଟା ପ୍ରଧାନ ଶିକ୍ଷକ ଅଛନ୍ ଅଶୋକ କୁମାର ତ୍ରିପାଠୀ ସେ ଆମର ଛୁଆମାନଙ୍କୁ ନାନାଦି ପ୍ରକାର ଟର୍ଚର କରୁଛନ୍ ଆଉ ଛୁଆମାନଙ୍କର ବିଭିନ୍ନ ଅଙ୍ଗ ତାମାନେ ଛୁଁଛନ୍ ଛାତି କିଛି ହେଲା ଆଣ୍ଠୁ କିଛି ଅନେକ ପ୍ରକାର ଛୁଁଛନ୍ ଆଉ ଏ ପ୍ରକାର କରୁଛନ୍ ବୋଇଲେ ଯେତେବେଳେ ଆମେ ଗାଁରେ ବସିଲୁ ତାପରେ ଆଜି 2-2:30 ବଜେ ସ୍କୁଲକେ ଗଲୁ ଆଉ ପ୍ରକୃତରେ ଆମେ ସତ୍ କି ଘଟଣା ଜାଣିବା ଲାଗି ଗଲୁ ଯେତେବେଳେ ଗଲୁ ଛୁଆମାନଙ୍କୁ ଆମେ ପଚାରିଲୁ ଛୁଆମାନେ ସତ୍ କଥା କହ ବୋଇଲୁ ସେମାନେ କହିଲେ ଯେ କିଏ କହିଲା ମୋର ଅଣ୍ଟା କିଛି ହେଲା କି ମୋତେ ଭଲ ପାଇସୁ କାଁ ବୋଲି କହିଲା ନାନାଦି କଥା କହିଥିଲେ ଗଲି ତାପରେ ଆମେ ପଳେଇ ଆସମୁ ଆର୍ ଆମର କର୍ତ୍ତବ୍ୟ ଆମେ କର୍ମୁ ବୋଇଲୁ ଆର୍ ଆଜି ଆମେ ସଦର ଥାନାର ଦ୍ୱାରସ୍ଥ ହେଇଛୁ ଆର୍ ଆଜି ଆମକୁ ଉଚିତ ନ୍ୟାୟ ମିଳୁ ବୋଲିକରି ଆମେ ସଦର ଥାନାକେ ଲେଖିବୁ ଗୋଟେ ଶିକ୍ଷକ କେ ଗୁରୁ ବୋଲି କୁହାଯାଏସି ସେ ପ୍ରକାର କାମ କରବାଟା ସାର୍ ସେ ବି ମୋର ଗୁରୁ ହେ ମୋତେ ଆଜି ଗୁରୁ ବୋଲି କହିବାଲେ ମୋତେ ନିଜେ ଘୃଣା ଲାଗୁଛି କାଁ ଥିଲେ ଆଜ୍ଞା ଯଦି ଗୁରୁ ଏ କାମ କଲେ ନିଜର ଛୁଆକେ ବେଲେ ଆପଣମାନେ ଭାବି ଦେଖନ୍ତୁ କି ପ୍ରକାର କଥା ହେଇଥିବ ଆଜି କଥା ଶୁଣବା ଲାଗି ଆମର କାନେ ଯେନ୍ କହୁଛେ ଆମକୁ ବହୁତ ଖରାପ ଲାଗୁଛି କେନ୍ତା ଦଣ୍ଡ ହେବାର କଥା ବହୁତ ଉଚ୍ଚ କୋଠିର ଯେନ୍ଟାକି ଆଜୀବନ କାରାଦଣ୍ଡ ହେବାର କଥା ଛୁଆମାନେ କାଣା ଡରିକିରି ପଢ଼ି ନେଇ ଯିବାର ପରେ ହଁ ଆଜି ଦେଖଲୁ ଯେ 50% ତାମାନେ ଆବସେଣ୍ଟ ଥିଲେ ସେ ପ୍ରଧାନ ଶିକ୍ଷକ ଡରିକିରି ପଢ଼ି ନେଇ ଯିବାର ନାଇଁ ପ୍ରଧାନ ଶିକ୍ଷକ ଯେନ୍ ଛୁଆମାନଙ୍କୁ ହଁ ଛୁଆମାନେ ଡରିକରି ନେଇ ଯିବାର ମାଷ୍ଟରକୁ କେବେଠାରୁ ନେଇଯିବାର ଏଇଟା ଆବସେଣ୍ଟ ତାପରେ ହଁ 8-10 ଦିନ କାହା ଛୁଆ ଯଦି ପଚରାମା ଯଦି ମୋର ସାଙ୍ଗର ଛୁଆ ଗୋଟେ ପଚରାଲି କାହିଁଲେ ଛୁଆ ନେଇଯିବାର ନାଇଁ ମୋତେ କେବି ଦେଲା ବୋଲି ସେ ଛୁଆ କହିଲା ଆଜି ଘରେ କିଏ କେବି ଦେଲା ମାଷ୍ଟର କେତେ ଦିନ ହେଲାନ ଏଇ ପ୍ରକାର କାମ ଚଲେଇଛନ୍ ସେ ହେଉଥିବା ମାସେ ଉପରେ ହେଇଯିବ